ଯାହା ଆଖିକୁ ହୁଏ କେବଳ କୌଣସି ଯାଦୁ ଭଳି ଲାଗିପାରେ, କିନ୍ତୁ ବିଶ୍ୱାସ କରନ୍ତୁ ତାହା ପଛରେ ଲୁଚି ରହିଛି ବହୁତ ଆଶ୍ଚର୍ଯ୍ୟଜନକ ବିଜ୍ଞାନ। ଆଜିର ଏହି ବିଶ୍ଳେଷଣରେ ଆମେ ସେହି ରହସ୍ୟଗୁଡ଼ିକର ପର୍ଦ୍ଦାଫାଶ କରିବା ଏବଂ ଦୈନନ୍ଦିନ ଜୀବନରେ ଅମ୍ଳ ଓ କ୍ଷାରକ କିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ତାହା ବୁଝିବା। ପ୍ରଥମ ବିଭାଗ, ଯାଦୁ ନୁହେଁ, ଏହା ବିଜ୍ଞାନ। ଆସନ୍ତୁ ସିଧାସଳଖ ଗୋଟିଏ ବହୁତ ରୋଚକ ଘଟଣାରୁ ଆଜିର ଆଲୋଚନା ଆରମ୍ଭ କରିବା। ଜାତୀୟ ବିଜ୍ଞାନ ଦିବସ ଅବସରରେ ମହେଶ ଏବଂ ଜ୍ୟୋତି ଗୋଟିଏ ସମ୍ପୂର୍ଣ୍ଣ ସାଧା ଧଳା କାଗଜ ଧରି ଠିଆ ହୋଇଛନ୍ତି, ଯେତେବେଳେ ଜଣେ ଅତିଥି ସେହି ଖାଲି କାଗଜ ଉପରେ କିଛି ତରଳ ପଦାର୍ଥ ସ୍ପ୍ରେ କଲେ। ଆଶ୍ଚର୍ଯ୍ୟଜନକ ଭାବେ ସେହି କାଗଜ ଉପରେ ଗୋଲାପୀ ରଙ୍ଗରେ ଲେଖା ହୋଇଥିବା ଏକ ସୁନ୍ଦର ସ୍ୱାଗତ ବାର୍ତ୍ତା ଉଭା ହେଲା। ଏହା ସମ୍ପୂର୍ଣ୍ଣ ଭାବେ କୌଣସି ଯାଦୁଗରର ଖେଳ ପରି ମନେ ହେଉଛି ନା? କିନ୍ତୁ ଏଠାରେ ଗୋଟିଏ ବଡ଼ ପ୍ରଶ୍ନ ଉଠୁଛି ଯେ ଗୋଟିଏ ସମ୍ପୂର୍ଣ୍ଣ ଖାଲି କାଗଜ ହଠାତ୍ କିପରି ଏକ ଲୁଚି ରହିଥିବା ବାର୍ତ୍ତା ପ୍ରକାଶ କଲା? ପ୍ରକୃତରେ ଏହା କୌଣସି ମନ୍ତ୍ରଶକ୍ତି ନୁହେଁ, ବରଂ ଏହା ହେଉଛି ରସାୟନ ବିଜ୍ଞାନର ଏକ ଚମତ୍କାର ଉଦାହରଣ, ଯାହା ବର୍ତ୍ତମାନ ଆମେ ବୁଝିବାକୁ ଯାଉଛୁ। ଏହି ରହସ୍ୟର ସମାଧାନ ପାଇଁ ଆଜି ଆମେ ଏହି କ୍ରମରେ ଆଗେଇବା। ପ୍ରଥମେ ଯାଦୁ ନୁହେଁ, ଏହା ବିଜ୍ଞାନ, ତାପରେ ଅମ୍ଳ, କ୍ଷାରକ ଏବଂ ନିରପେକ୍ଷ ପଦାର୍ଥ କ'ଣ ବୁଝିବା, ତୃତୀୟରେ ପ୍ରାକୃତିକ ସୂଚକର ବ୍ୟବହାର, ଚତୁର୍ଥରେ ନିରପେକ୍ଷୀକରଣ ପ୍ରକ୍ରିୟା ଏବଂ ଶେଷରେ ଦୈନନ୍ଦିନ ଜୀବନରେ ଏହାର ପ୍ରୟୋଗ ଉପରେ ନଜର ପକାଇବା। ଦ୍ୱିତୀୟ ବିଭାଗ, ଅମ୍ଳ, କ୍ଷାରକ ଆଉ ନିରପେକ୍ଷ ପଦାର୍ଥ। ଆସନ୍ତୁ ସେହି ମୂଳ ରାସାୟନିକ ପଦାର୍ଥଗୁଡ଼ିକୁ ଚିହ୍ନିବା ଯାହା ଏହିସବୁ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ପାଇଁ ଦାୟୀ ଅଟନ୍ତି। ସେହି ବିଜ୍ଞାନ ମେଳାରେ ବ୍ୟବହାର କରାଯାଇଥିବା ଯାଦୁକରୀ ସ୍ପ୍ରେ ପ୍ରକୃତରେ ଗୋଟିଏ ସୂଚକ ବା ଇଣ୍ଡିକେଟର ଥିଲା। ସୂଚକ ହେଉଛି ଏପରି ଏକ ପଦାର୍ଥ ଯାହା ଅନ୍ୟ ଏକ ପଦାର୍ଥ ସଂସ୍ପର୍ଶରେ ଆସିଲେ ନିଜର ରଙ୍ଗ ବଦଳାଇଥାଏ, ଆଉ ଏହି ରଙ୍ଗ ପରିବର୍ତ୍ତନରୁ ହିଁ ଆମେ ଜାଣିପାରୁ ଯେ ପରୀକ୍ଷା କରାଯାଉଥିବା ପଦାର୍ଥଟି ଅମ୍ଳୀୟ ନା କ୍ଷାରକୀୟ। ଆଗାମୀ ସବୁ ପରୀକ୍ଷାର ମୂଳଦୁଆ ହେଉଛି ଏହି ସୂଚକ। ରସାୟନ ବିଜ୍ଞାନରେ ପଦାର୍ଥଗୁଡ଼ିକୁ ସାଧାରଣତଃ ଦୁଇଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଏ, ଅମ୍ଳ ଓ କ୍ଷାରକ। ଅମ୍ଳୀୟ ପଦାର୍ଥଗୁଡ଼ିକ ନୀଳ ଲିଟ୍ମସ୍ କାଗଜକୁ ଲାଲ ରଙ୍ଗରେ ପରିଣତ କରିଦିଅନ୍ତି। ଅନ୍ୟପକ୍ଷରେ କ୍ଷାରକୀୟ ପଦାର୍ଥଗୁଡ଼ିକ ଠିକ୍ ଓଲଟା କାର୍ଯ୍ୟ କରନ୍ତି, ମାନେ ସେମାନେ ଲାଲ ଲିଟ୍ମସ୍ କାଗଜକୁ ନୀଳ କରିଦିଅନ୍ତି। ଆଉ ଯେଉଁ ପଦାର୍ଥଗୁଡ଼ିକ ଉଭୟ ନୀଳ ବା ଲାଲ ଲିଟ୍ମସ୍ କାଗଜର ରଙ୍ଗ ଆଦୌ ପରିବର୍ତ୍ତନ କରନ୍ତି ନାହିଁ, ସେଗୁଡ଼ିକୁ ନିରପେକ୍ଷ ବା ନ୍ୟୁଟ୍ରାଲ ପଦାର୍ଥ କୁହାଯାଏ, ଯେମିତିକି ସାଧାରଣ ଲୁଣ ପାଣି କିମ୍ବା ଚିନି ପାଣି। ଆଚ୍ଛା, ଏଠାରେ ସବୁଠାରୁ କୌତୂହଳପୂର୍ଣ୍ଣ କଥା ହେଉଛି ଯେ ଯେଉଁ ଲିଟ୍ମସ୍ କଥା ଆମେ ଏବେ ଆଲୋଚନା କଲେ ନା, ତାହା କୌଣସି ବୈଜ୍ଞାନିକ ପରୀକ୍ଷାଗାରରେ କୃତ୍ରିମ ଭାବେ ତିଆରି ହୋଇନାହିଁ। ପ୍ରକୃତରେ ଏହା ଗଛ ଏବଂ ପଥର ଉପରେ ବଢ଼ୁଥିବା ଲାଇକେନ୍ ନାମକ ଏକ ପ୍ରାକୃତିକ ଉଦ୍ଭିଦରୁ ପ୍ରସ୍ତୁତ କରାଯାଏ। ଶୈବାଳ ଓ କବକର ସହଜୀବୀ ସମ୍ପର୍କରୁ ସୃଷ୍ଟି ଏହି ଲାଇକେନ୍ ସତରେ ପ୍ରକୃତିରେ ଏକ ଅଦ୍ଭୁତ ଅବଦାନ। ତୃତୀୟ ବିଭାଗ, ପ୍ରାକୃତିକ ସୂଚକର ବ୍ୟବହାର। ପ୍ରକୃତିର ଏକ ବିରାଟ ବଡ଼ କେମିଷ୍ଟ୍ରି କିଟ୍ ଅଛି, କେବଳ ଲାଇକେନ୍ ନୁହେଁ। ଆସନ୍ତୁ ଆଗକୁ ବଢ଼ିବା ଏବଂ ଦେଖିବା। ଉଦାହରଣ ସ୍ୱରୂପ, ନାଲି ଗୋଲାପ ଫୁଲର ପାଖୁଡ଼ାକୁ ଗରମ ପାଣିରେ କିଛି ସମୟ ଫୁଟାଇଦେଲେ ଏକ ସୁନ୍ଦର ରଙ୍ଗୀନ ତରଳ ପଦାର୍ଥ ବାହାରିଥାଏ। ଏହି ଗୋଲାପ ଜଳ ଏକ ଚମତ୍କାର ପ୍ରାକୃତିକ ସୂଚକ ଭାବେ କାର୍ଯ୍ୟ କରେ। ଯେତେବେଳେ ଏହାକୁ ବିଭିନ୍ନ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ ସହିତ ମିଶାଯାଏ, ସେତେବେଳେ ଏହାର ରଙ୍ଗରେ ଯେଉଁ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଆସେ ତାହା ଦେଖିବା ଭଳି। ଏହି ତଥ୍ୟକୁ ଟିକେ ସଂକ୍ଷେପରେ ଦେଖିବା। ଯେତେବେଳେ ଅମ୍ଳୀୟ ଲେମ୍ବୁ ରସକୁ ସେହି ଗୋଲାପ ଜଳରେ ମିଶାଯାଏ, ଏହା ତୁରନ୍ତ ଏକ ଗାଢ଼ ଗୋଲାପୀ ବା ମ୍ୟାଜେଣ୍ଟା ରଙ୍ଗ ଧାରଣ କରେ। କିନ୍ତୁ ମଜା କଥା ହେଲା, ଯେତେବେଳେ ଏଥିରେ କ୍ଷାରକୀୟ ସାବୁନ ପାଣି ମିଶାଯାଏ, ତାହା ସମ୍ପୂର୍ଣ୍ଣ ରୂପେ ସବୁଜ ରଙ୍ଗରେ ପରିଣତ ହୋଇଯାଏ। ଏହା ପ୍ରକୃତିର ନିଜସ୍ୱ ରସାୟନ ପରୀକ୍ଷାଗାର ନୁହେଁ ତ ଆଉ କ'ଣ? ଆମ ରୋଷେଇ ଘରେ ଥିବା ଆଉ ଏକ ସାଧାରଣ ଜିନିଷ ବିଷୟରେ କଥା ହେବା, ହଳଦୀ। ହଳଦୀ ଗୁଣ୍ଡରେ ଅଳ୍ପ ପାଣି ମିଶାଇ ଏକ ମୋଟା ପେଷ୍ଟ ତିଆରି କରାଯାଇପାରିବ। ସେହି ପେଷ୍ଟକୁ କାଗଜରେ ଲିପି ଖରାରେ ଶୁଖାଇଦେଲେ ଆମକୁ ମିଳିବ ହଳଦୀ କାଗଜ। ଏହି ସାଧାରଣ ଦେଖାଯାଉଥିବା ହଳଦୀ କାଗଜ ମଧ୍ୟ ଗୋଟିଏ ଅତ୍ୟନ୍ତ ଶକ୍ତିଶାଳୀ ପ୍ରାକୃତିକ ସୂଚକ ଅଟେ। ଏହା ଦର୍ଶାଉଛି ଯେ ଆମ ଦୈନନ୍ଦିନ ଜୀବନରେ ବିଜ୍ଞାନ କିପରି ଲୁଚି ରହିଯାଉଛି। ଆମେ ସମସ୍ତେ କେବେ ନା କେବେ ଏହି ସମସ୍ୟାର ସମ୍ମୁଖୀନ ନିଶ୍ଚୟ ହୋଇଥିବା। ଲୁଗାରେ ଲାଗିଥିବା ଏକ ଜିଦିଆ ହଳଦିଆ ତରକାରୀ ଦାଗ, ଯେତେବେଳେ ସେହି ଦାଗ ଉପରେ ସାବୁନ ଲଗାଇ ଧୋଇ ଦିଆଯାଏ, ତାହା ହଠାତ୍ ଲାଲ ରଙ୍ଗର ହୋଇଯାଏ। କାହିଁକି ଜାଣନ୍ତି? କାରଣ ସାବୁନ ହେଉଛି ଏକ କ୍ଷାରକୀୟ ପଦାର୍ଥ ଏବଂ ହଳଦୀ କ୍ଷାରକ ସଂସ୍ପର୍ଶରେ ଆସିବା ମାତ୍ରେ ଲାଲ ରଙ୍ଗ ଧାରଣ କରେ। ଏହା ହେଉଛି ଏକ ସାଧାରଣ ଘରୋଇ ରହସ୍ୟର ସଠିକ୍ ବୈଜ୍ଞାନିକ ଉତ୍ତର। ଆଉ ସବୁଠୁ ମଜାଦାର କଥା ହେଲା, ଏହି ରାସାୟନିକ ଗୁଣକୁ କେବଳ ପରୀକ୍ଷା ନୁହେଁ, ବରଂ ସୃଜନଶୀଳ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ।
ଉଦାହରଣ ସ୍ୱରୂପ ସେହି ହଳଦିଆ ହଳଦୀ କାଗଜ ଉପରେ କଟନ ବଡ ବା ତୁଳା ସାହାଯ୍ୟରେ ସାବୁନ ପାଣି ଲଗାଇ ସୁନ୍ଦର ଲାଲ ରଙ୍ଗର ଫୁଲା ଆଙ୍କି ହେବ ଆଉ ନିଜ ପ୍ରିୟଜନଙ୍କ ପାଇଁ ଏକ ସ୍ୱତନ୍ତ୍ର ଶୁଭେଚ୍ଛା କାର୍ଡ ପ୍ରସ୍ତୁତ କରିହେବ। ଚତୁର୍ଥ ବିଭାଗ ନିରପେକ୍ଷୀକରଣ ଏକ ଚମତ୍କାର ପ୍ରତିକ୍ରିୟା। ଆମେ ଅମ୍ଳ ଏବଂ କ୍ଷାରକର ଗୁଣଗୁଡ଼ିକ ତ ଦେଖିଲେ, କିନ୍ତୁ ଟିକେ ଭାବନ୍ତୁ ତ କ'ଣ ହେବ ଯେତେବେଳେ ଏହି ଦୁଇଟି ବିପରୀତ ରାସାୟନିକ ଶକ୍ତି ଏକାଠି ମିଶିବେ? ଆସନ୍ତୁ ଦେଖିବା। ତେଣୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେମାନେ ପରସ୍ପରକୁ କାଟି ଦିଅନ୍ତି। ଯେତେବେଳେ ଏକ ଅମ୍ଳୀୟ ଦ୍ରବଣକୁ ଏକ କ୍ଷାରକୀୟ ଦ୍ରବଣ ସହିତ ସଠିକ୍ ପରିମାଣରେ ମିଶାଯାଏ, ସେମାନେ ପରସ୍ପରର ପ୍ରଭାବକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଅନ୍ତି। ଏହି ପ୍ରତିକ୍ରିୟାକୁ ହିଁ ନିରପେକ୍ଷୀକରଣ ବା ନ୍ୟୁଟ୍ରାଲାଇଜେସନ୍ କୁହାଯାଏ। ଏହି ପ୍ରକ୍ରିୟା ଫଳରେ ଏକ ନୂତନ ପଦାର୍ଥ ସୃଷ୍ଟି ହୁଏ, ଯାହାକୁ ଆମେ ଲବଣ ବା ଲୁଣ କହୁ, ଏବଂ ଏଥିସହିତ ଜଳ ଓ ତାପ ମଧ୍ୟ ଉତ୍ପନ୍ନ ହୋଇଥାଏ। ମାନେ ଦୁଇଟି ଶକ୍ତିଶାଳୀ ପଦାର୍ଥ ମିଶି ଏକ ଶାନ୍ତ ନିରପେକ୍ଷ ଅବସ୍ଥା ସୃଷ୍ଟି କରନ୍ତି। ପଞ୍ଚମ ବିଭାଗ ଦୈନନ୍ଦିନ ଜୀବନରେ ଏହାର ପ୍ରୟୋଗ। ବିଜ୍ଞାନ କେବଳ ମୋଟା ମୋଟା ବହିରେ ସୀମିତ ନୁହେଁ। ଏହି ନିରପେକ୍ଷୀକରଣ ସମୀକରଣଟି ଆମ ଦୈନନ୍ଦିନ ଜୀବନର ଅନେକ ବାସ୍ତବ ସମସ୍ୟାର ସମାଧାନ କରିଥାଏ। ଆସନ୍ତୁ ତାର କିଛି ଜୀବନ୍ତ ଉଦାହରଣ ଦେଖିବା। ଉଦାହରଣ ସ୍ୱରୂପ ଗୋଟିଏ ନାଲି ପିମ୍ପୁଡ଼ିର କାମୁଡ଼ା କଥା ଚିନ୍ତା କରନ୍ତୁ। ପିମ୍ପୁଡ଼ିକୁ ଆମ ବିଜ୍ଞାନ ଜ୍ଞାନ ସହ କିଛି ଫରକ ପଡ଼େ ନାହିଁ, କିନ୍ତୁ ବେକିଂ ସୋଡ଼ା ଆମକୁ ନିଶ୍ଚିତ ସାହାଯ୍ୟ କରେ। ପିମ୍ପୁଡ଼ି ଆମ ଚର୍ମ ଭିତରକୁ ଫର୍ମିକ୍ ଅମ୍ଳ ନାମକ ଏକ ଏସିଡ୍ ବା ଅମ୍ଳ ଛାଡ଼ିଦିଏ, ଯାହାଫଳରେ ଆମକୁ ଭୟଙ୍କର କଷ୍ଟ ଏବଂ ଜଳାପୋଡ଼ା ଅନୁଭବ ହୁଏ। ଏହାର ତୁରନ୍ତ ପ୍ରତିକାର ପାଇଁ ଯଦି ସେହି ସ୍ଥାନରେ ଟିକେ ଖାଇବା ସୋଡ଼ା ବା ବେକିଂ ସୋଡ଼ା ଲଗାଇ ଦିଆଯାଏ, ତେବେ ଖୁବ୍ ଆରାମ ମିଳିଥାଏ। କାରଣ ବେକିଂ ସୋଡ଼ା ହେଉଛି ଏକ କ୍ଷାରକ, ଯାହା ସେହି ପିମ୍ପୁଡ଼ିର ଅମ୍ଳକୁ ତୁରନ୍ତ ନିରପେକ୍ଷ କରିଦିଏ। ଆଶ୍ଚର୍ଯ୍ୟଜନକ ନା? ଆଉ ଏହା କେବଳ ଘରୋଇ ଉପଚାରରେ ସୀମିତ ନୁହେଁ। କୃଷି କ୍ଷେତ୍ରରେ ମଧ୍ୟ ଚାଷୀମାନେ ଏହି ବିଜ୍ଞାନକୁ ଏକ ବିରାଟ ସ୍ତରରେ ପ୍ରୟୋଗ କରନ୍ତି। ଅତ୍ୟଧିକ ରାସାୟନିକ ସାର ବ୍ୟବହାର କରିବା ଦ୍ୱାରା ଚାଷ ଜମିର ମାଟି ବେଳେବେଳେ ବହୁତ ଅମ୍ଳୀୟ ହୋଇଯାଏ, ଯାହାଫଳରେ ଫସଲ ଆଦୌ ଭଲ ହୁଏ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଚାଷୀମାନେ ମାଟିରେ କ୍ଷାରକୀୟ ପଦାର୍ଥ ଯେପରିକି ଚୂନ ମିଶାନ୍ତି। ଏହା ମୃତ୍ତିକାର ଅମ୍ଳୀୟତ୍ୱକୁ ନିରପେକ୍ଷ କରି ମାଟିକୁ ପୁଣି ଥରେ ଉର୍ବର କରିଦିଏ, ଯାହାଦ୍ୱାରା ଫସଲ ଭଲ ବଢ଼ିପାରେ। ସଂକ୍ଷେପରେ କହିବାକୁ ଗଲେ, ଅମ୍ଳ ଏବଂ କ୍ଷାରକର ଏହି ଲୁଚକାଳି ଖେଳ ଆମ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପିମ୍ପୁଡ଼ି କାମୁଡ଼ା ପରି ଏକ ଛୋଟ ଘଟଣାଠାରୁ ଆରମ୍ଭ କରି କୃଷିକ୍ଷେତ୍ରରେ ମାଟିର ଉପଚାର ଏବଂ ଏପରିକି ବଡ଼ ବଡ଼ କାରଖାନାରୁ ବାହାରୁଥିବା ବିଷାକ୍ତ ଅମ୍ଳୀୟ ବର୍ଜ୍ୟଜଳକୁ ନଦୀକୁ ଛାଡ଼ିବା ପୂର୍ବରୁ ତାହାକୁ ନିରପେକ୍ଷ କରିବା ପର୍ଯ୍ୟନ୍ତ ଏହି ରସାୟନ ବିଜ୍ଞାନ ଆମ ପରିବେଶକୁ ସୁରକ୍ଷିତ ରଖିବାରେ ପ୍ରକୃତରେ ଏକ ବହୁତ ବଡ଼ ଭୂମିକା ଗ୍ରହଣ କରେ। ତେଣୁ ଆଜି ପାଇଁ ଶେଷରେ ଗୋଟିଏ ଚିନ୍ତାଧାରା। ଆମ ଚାରିପାଖରେ ଥିବା ଏହି ସାଧାରଣ ଦିଶୁଥିବା ଜିନିଷଗୁଡ଼ିକ ମଧ୍ୟରେ ଏକ ଅଦୃଶ୍ୟ ରାସାୟନିକ ଜଗତ ଲୁଚି ରହିଛି, ଯାହା ସର୍ବଦା ନିଜର ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା କରୁଛି। ଟିକେ ଭାବନ୍ତୁ ତ, ଆଜି ଘରେ ଆଉ କେଉଁ ସବୁ ଅଦୃଶ୍ୟ ରାସାୟନିକ ପ୍ରତିକ୍ରିୟାଗୁଡ଼ିକୁ ଆବିଷ୍କାର ହେବାକୁ ଅପେକ୍ଷା କରି ରହିଛନ୍ତି? ଏହି ବିଶ୍ଳେଷଣରେ ଆମ ସହିତ ଯୋଡ଼ି ହୋଇଥିବାରୁ ଅନେକ ଅନେକ ଧନ୍ୟବାଦ ଏବଂ